ସାଧାରଣତଃ ଲୋକମାନଙ୍କୁ ମୃତ୍ୟୁକୁ ଭୟ ଲାଗୁଛି, କିନ୍ତୁ ବାସ୍ତବରେ ଯିଏ ଭକ୍ତ ସେ ମୃତ୍ୟୁକୁ କେବେ ଭୟ କରିବନି। ଯେମିତି ଉଦାହରଣ ଦେଲେ ବୁଝିପାରିବେ, ଗୋଟେ ବିରାଡ଼ି ତାର ଛୁଆକୁ ତା ପାଟିରେ ଗୋଟେ ଜାଗାରୁ ଆଉ ଗୋଟେ ଅନ୍ୟ ଜାଗାକୁ ନେଉଛି। ସେ ପାଟିରେ ସିଏ ତାର ମୂଷା ପିଲାକୁ ଧରୁଛି, ଗୋଟେ ଜାଗାକୁ ଆଉ ଗୋଟେ ଜାଗାକୁ ନେଉଛି। କାହାକୁ ଭୟ ବେଶୀ, ମୂଷା ପିଲାକୁ ନା ବିଲେଇ ପିଲାକୁ? କାହାକୁ ଅଧିକ ଭୟ? ମୂଷାକୁ। କାହିଁକି ନା ସେ କ'ଣ, ସେ ମୂଷାକୁ ଧରୁଛି, ସେ ମୂଷା ଜାଣିଛି ମୁଁ ଆଉ କିଛି ସମୟ ପରେ ଏ ବିଲେଇର ପେଟକୁ ପଳେଇବି, କାହିଁକିନା ମୁଁ ତାର ଆଧାର। କିନ୍ତୁ ବିଲେଇ ତାର ଛୁଆକୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନେଉଛି, ସେ କ'ଣ ଭୟ କରୁଛି? କାହିଁକି ଭୟ କରୁନି? ନା ସେ ଜାଣିଛି ମୋ ମା ମୋତେ ଗୋଟେ ଅସୁରକ୍ଷିତ ଜାଗାରୁ ଗୋଟେ ସୁରକ୍ଷିତ ଜାଗାରେ ନେଇ ରଖିବ, ଯେଉଁ ଜାଗାରେ ମୋତେ କୌଣସି ପ୍ରକାର ଅସୁବିଧା ହେବନି। ବୁଝିପାରିଲ? ତ ଏଇଠି କହିବାର ତାତ୍ପର୍ଯ୍ୟ, ଏ ଆମେ ସବୁ ଯେଉଁ ସଂସାରରେ ଆମେ ରହୁଛେ, ଆମକୁ ଏ ମୃତ୍ୟୁକୁ କାହିଁକି ଭୟ ଲାଗୁଛି? ନା ଆମେ ଯାହାକୁ ଆଶ୍ରା କରିବା କଥା ତାକୁ ଆଶ୍ରା କରେ। କିଏ ଆମର ଆଶ୍ରୟଦାତା? ଆମର ରାଧା ରାଧାକାନ୍ତ। ଆମେ ତାଙ୍କୁ ଯଦି ଆଶ୍ରା କରିବା, ଭଗବାନ କହୁଛନ୍ତି ଅନ୍ତକାଳେ ଚ ମାମେବ ସ୍ୱରନ୍ମୁକ୍ତା କଳେବରଂ ଜୟପ୍ରୟାତି ସୌମତ ଭାବଂ ଜାତି ନାସ୍ତି ଅତ୍ର ସଂଶୟ। ଭଗବାନ କହୁଛନ୍ତି ତୁମେ ଯଦି ଜୀବନ ସାରା ମୋର ଭକ୍ତି କରିବ, ମୋର ନାମ ଜପ କରିବ, ମୋତେ ସ୍ମରଣ କରିବ, ଦିନ ଭଗବାନ କହୁଛନ୍ତି ମନ୍ମନା ଭବ ମଦ୍ଭକ୍ତ ମଜ୍ଜାତି ମାଂ ନମସ୍କୁରୁ ମାମେ ବୟସୀ ସତ୍ୟଂ ତେ ପ୍ରତିଦାନେ ପ୍ରିୟ ଅସ୍ମେ। ମୋତେ ନମସ୍କାର କର, ମୋତେ ପ୍ରଣାମ କର, ମୋ ମନକୁ ତୁମେ ମୋ ଠାରେ ଲଗ, କହୁଛନ୍ତି ଭଗବାନ। ହେଲେ କଲେ କ'ଣ ହେଉଛି? ଆର ଲାଭ କ'ଣ? ନା ଅନ୍ତେ ନାରାୟଣ ସ୍ମୃତି। ଆମେ ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ ହୋଇପାରିବ ଯଦି ସବୁବେଳେ ସବୁଦିନ ଏସବୁ ଅଭ୍ୟାସ କରୁଥିବା। ତାହେଲେ ଲାଭ କ'ଣ ହେବ? ନା ମୃତ୍ୟୁ ସମୟରେ ଆମର ଯେଉଁ ଏ ସଂସାରରେ ଆଉ ଭୟ ରହିବନି। କାହିଁକି ନା ଭଗବାନ ନିଜେ ଆସିବେ ଆମକୁ ନେବା ପାଇଁ ତାଙ୍କ ଧାମକୁ। ଭଗବାନ କହୁଛନ୍ତି ତୁମେ ଏ ଧାମରେ ରହିକିରି କଷ୍ଟ ପାଉଛ, ଏ ଧାମ ଏ ଜାଗା ମର୍ତ୍ତ୍ୟ ଜାଗା, ଏଇଟା ରହିବା ଜାଗା ନାହିଁ, ମୋ ଧାମରେ ପୁରା ଆନନ୍ଦ ରହିବ ଚାଲ। ଭଗବାନ ତାଙ୍କୁ ଧରିକି ଯିବେ ଆମକୁ। ହେଲେ ଆମକୁ ଯଦି ଏ ଦୁଃଖ ସଂସାରରୁ ଭଗବାନ ଯଦି ନେଇକରି ତାଙ୍କ ଗାଁରେ ଯୋଡ଼େକି ସବୁବେଳେ ଆନନ୍ଦ ରହିବା, ଯେଉଁଟା କେବେ ବୁଢ଼ା ହେବନି, କେବେ ରୋଗ ହେବନି, କେବେ ମୃତ୍ୟୁ ହେବନି, କେବେ ଜନ୍ମ ହେବନି, ସେ ଜାଗାରେ ରହିବା, ଆମକୁ ଆନନ୍ଦ ଲାଗିବ ନା ଦୁଃଖ ଲାଗିବ? ଭଗବାନ ଧାମ ଯଦି ଯିବା ଆମେ, ସେ ଜାଗାରେ କେବେ ରୋଗ ନାହିଁ, କେବେ ହେଲେ ବୁଢ଼ା ହେବନି, କେବେ ହେଲେ ମରିବନି, କେବେ ହେଲେ ତୁମକୁ ରୋଗ ହେବନି। ସେ ଜାଗାରେ ରହିବାଟା ଭଲ ନା ଏ ଜାଗାରେ ରହିବା ଭଲ? ସେ ଜାଗାରେ। ହେଲେ ଭଗବାନ ଯଦି ଆମକୁ ନିଜେ ଆମକୁ ସେ ଜାଗାକୁ ନେବେ, ଆମକୁ ଖୁସି ଲାଗିବ ନା ଆନନ୍ଦ ଲାଗିବ? ଦୁଃଖ ଲାଗିବ ନା ଖୁସି ଲାଗିବ? ଖୁସି ଲାଗିବ। ତ ଭଗବାନ ଆମକୁ ସେ ଜାଗାକୁ ନେଇଯିବେ। ହେଲେ ଯିଏ ଭଗବାନଙ୍କୁ ଚିନ୍ତା କରୁନି, ଯିଏ ସବୁବେଳେ ଖାଲି ଇନ୍ଦ୍ରିୟ ସୁଖରେ ମାତୁଛି, ସବୁ ଖାଲି ଆହାର ନିଦ୍ରା ଭୟ ମୈଥୁନରେ ଦିନ କଟୁଛି, ତାକୁ ଭୟ ଲାଗିବ। କାହିଁକି ଭୟ ଲାଗିବ? ଆମକୁ ଭୟ ଲାଗୁଛି କାହିଁକି ନା ଯମ ଆସିବ, ଭଗବାନ ଆସିବେନି ଆମକୁ ନେବା ପାଇଁ। କିଏ ଆସିବେ? ଯମରାଜ ଆସିବେ। ଆମ ଜୀବନ ସାରା ଯାହା ଆମେ ସବୁ ପାପ କର୍ମ କରୁଛେ, ଆମକୁ ଦଣ୍ଡ ଦେବା ପାଇଁ ଯମରାଜା ତାଙ୍କ ଦୂତମାନଙ୍କୁ ଧରି ଆସିବେ, ବାନ୍ଧିକି ନେବେ କେଉଁଠିକି? ଯମଲୋକକୁ ନେବେ। ହେଲେ ଆମକୁ ନିଶ୍ଚୟ ସ୍ୱାଭାବିକ ଭୟ ଲାଗିବ। ହେଲେ ଯିଏ ଭକ୍ତ ତାକୁ ଭୟ ଲାଗିବନି, ଯିଏ ଭକ୍ତ ନୁହଁ ତାକୁ ଭୟ ଲାଗିବ। ବୁଝିପାରିଲ କ୍ଲିୟର ଏଥର?